ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା ଜୁନ୍ ମାସର କରେଣ୍ଟ ଆଫେୟାର 200+ ଯୋଉଟା କରେଣ୍ଟ ଆଫେୟାର ଅଛି। ପାର୍ଟ 2 ର ଆଜି ଡିସ୍କସ୍ କରିବା ଜୁନ୍ ମାସର କରେଣ୍ଟ ଆଫେୟାର୍ସ। ଚାଲନ୍ତୁ ଆଜିର ପ୍ରଶ୍ନ ଷ୍ଟାର୍ଟ କରିବା। ଆଜିର ପ୍ରଥମ ପ୍ରଶ୍ନ, Where is the third Lavender Festival 2025 held? ତୃତୀୟ ଲାଭେଣ୍ଡର ମହୋତ୍ସବ 2025 କେଉଁଠାରେ ଅନୁଷ୍ଠିତ ହେଉଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଜାମ୍ମୁ ଆଣ୍ଡ କାଶ୍ମୀର ଠାରେ ତୃତୀୟ ଲାଭେଣ୍ଡର ମହୋତ୍ସବ ଅନୁଷ୍ଠିତ ହେଉଛି। ପରବର୍ତ୍ତୀ ପ୍ରଶ୍ନ, Where has the new Central Forensic Science Laboratory SFSL been inaugurated by Union Home Minister ଅମିତ ଶାହା? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନୂତନ କେନ୍ଦ୍ରୀୟ ଫରେନ୍ସିକ ବିଜ୍ଞାନ ପ୍ରୟୋଗଶାଳା କେଉଁଠାରେ ଉଦ୍ଘାଟନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, କୋଲକାତା। ପରବର୍ତ୍ତୀ ପ୍ରଶ୍ନ, When is ତେଲେଙ୍ଗାନା Statehood Day celebrated? ତେଲେଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, 2 ଜୁନ୍। ପରବର୍ତ୍ତୀ ପ୍ରଶ୍ନ, Where has South Asia's largest battery energy storage system been installed? ଦକ୍ଷିଣ ଏସିଆର ସର୍ବବୃହତ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ କେଉଁଠାରେ ସ୍ଥାପିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ, Who won the IPL 2025 title? IPL 2025 ଟାଇଟଲ କିଏ ଜିତିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, RCB। ପରବର୍ତ୍ତୀ ପ୍ରଶ୍ନ, Who was elected president of the 18 United Nations General Assembly session? 80ତମ ଜାତିସଂଘ ସାଧାରଣ ପରିଷଦ ଅଧିବେଶନର ସଭାପତି ଭାବରେ କିଏ ନିର୍ବାଚିତ ହୋଇଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ଆନାଲେନା ବାରବକ୍। ପରବର୍ତ୍ତୀ ପ୍ରଶ୍ନ, Where was the International Conference on Glacier Conservation 2025 held? 2025 ମସିହାର ଗ୍ଲେସିୟର ସଂରକ୍ଷଣ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ତାଜିକିସ୍ତାନ। ପରବର୍ତ୍ତୀ ପ୍ରଶ୍ନ, Who has recently been elected as the first woman Secretary General of the United Nations World Tourism Organization ବା UN Tourism? ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନ ର ପ୍ରଥମ ମହିଳା ମହାସଚିବ ଭାବରେ କାହାକୁ ସମ୍ପ୍ରତି ନିର୍ବାଚିତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ସାଇକା ନାସାର ଆଲ ନୱାସି। ପରବର୍ତ୍ତୀ ପ୍ରଶ୍ନ, Which country attacked Russia under Operation Web Spider? ଅପରେସନ ୱେବ୍ ସ୍ପାଇଡର ଅଧୀନରେ କେଉଁ ଦେଶ ରୁଷ ଉପରେ ଆକ୍ରମଣ କରିଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ୟୁକ୍ରେନ। ପରବର୍ତ୍ତୀ ପ୍ରଶ୍ନ, Which is the only airport from India included in the Airport Council International Asia Pacific and Middle East 2024 Air Connectivity Ranking? ବିମାନବନ୍ଦର ପରିଷଦ ଆନ୍ତର୍ଜାତୀୟ ଏସିଆ ପ୍ରଶାନ୍ତ ମହାସାଗର ଏବଂ ମଧ୍ୟ ପ୍ରାଚୀର 2024 ଏୟାର କନେକ୍ଟିଭିଟି ରାଙ୍କିଙ୍ଗରେ ଭାରତର ଏକମାତ୍ର କେଉଁ ବିମାନବନ୍ଦର ଅନ୍ତର୍ଭୁକ୍ତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, IGIA। ପରବର୍ତ୍ତୀ ପ୍ରଶ୍ନ, The 18 Border Security Force contingent under the United Nations Peacekeeping Mission has been sent to which country? ଜାତିସଂଘ ଶାନ୍ତିରକ୍ଷା ମିଶନ ଅଧୀନରେ 18ତମ ସୀମା ସୁରକ୍ଷା ବାହିନୀ ବା BSF କଣ୍ଟିଜେଣ୍ଟ କେଉଁ ଦେଶକୁ ପଠାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, କଙ୍ଗୋ। ପରବର୍ତ୍ତୀ ପ୍ରଶ୍ନ, କାରଲ ନାଭରକି has won which country's presidential election? କାରଲ
ନଭରକି କେଉଁ ଦେଶ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ପୋଲାଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ଦ କ୍ଷୀର ଭବାନୀ ମେଲା has been held in which temple? କ୍ଷୀର ଭବାନୀ ମେଳା କେଉଁ ମନ୍ଦିରରେ ଅନୁଷ୍ଠିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ମାତା ରାଗନ୍ୟ ଦେବୀ ଟେମ୍ପଲ। ପରବର୍ତ୍ତୀ ପ୍ରଶ୍ନ, where has the joint exercise of the Indian Navy and European Union naval forces been held? ଭାରତୀୟ ନୌସେନା ଏବଂ ୟୁରୋପୀୟ ୟୁନିୟନ ନୌସେନା ବାହିନୀର ମିଳିତ ଅଭ୍ୟାସ କେଉଁଠାରେ ଅନୁଷ୍ଠିତ ହୋଇଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଇଣ୍ଡିଆ। Which football club has won the 2024 UEFA Champions League? କେଉଁ ଫୁଟବଲ କ୍ଲବ 2024-2025 UEFA ଚାମ୍ପିୟନ୍ସ ଲିଗ୍ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ପ୍ୟାରିସ୍ ସେଣ୍ଟ ଜର୍ମାନୀ। ପରବର୍ତ୍ତୀ ପ୍ରଶ୍ନ, who has been elected as the president of the World Anti-Doping Agency WADA for the third time? ତୃତୀୟ ଥର ପାଇଁ ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସିର ସଭାପତି ଭାବରେ କିଏ ନିର୍ବାଚିତ ହୋଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ବିଟଲ୍ଡ ବାଙ୍କେ। ପରବର୍ତ୍ତୀ ପ୍ରଶ୍ନ, which country has surpassed Japan to become the world largest lender? କେଉଁ ଦେଶ ଜାପାନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ବଡ଼ ଋଣଦାତା ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଜର୍ମାନୀ। ପରବର୍ତ୍ତୀ ପ୍ରଶ୍ନ, the world's largest container ship MSC Irana is currently sailing under the flag of which country? ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ MSC ଇରାନା ବର୍ତ୍ତମାନ କେଉଁ ଦେଶ ଦେଇ ଯାତ୍ରା କରୁଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଲିବେରିଆ। ପରବର୍ତ୍ତୀ ପ୍ରଶ୍ନ, what is the name of the initiative recently launched by the Union government to provide disease-free planting material? ରୋଗମୁକ୍ତ ଚାରା ସାମଗ୍ରୀ ଯୋଗାଇବା ପାଇଁ କେନ୍ଦ୍ର ସରକାର ଦ୍ୱାରା ସମ୍ପ୍ରତି ଆରମ୍ଭ ହୋଇଥିବା ପଦକ୍ଷେପର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କ୍ଲିନ୍ ପ୍ଲାଣ୍ଟ ପ୍ରୋଗ୍ରାମ। ପରବର୍ତ୍ତୀ ପ୍ରଶ୍ନ, the Kichan and Mannar wetland are located in which state which has been included in the Ramsar site? ଖିଚାନ ଏବଂ ମେନାର ଆର୍ଦ୍ରଭୂମି କେଉଁ ରାଜ୍ୟରେ ଅବସ୍ଥିତ ଯାହାକୁ ରାମସର ସ୍ଥାନରେ ଅନ୍ତର୍ଭୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ, India has been elected as the president of the Council of Administration of the International Institute of Administrative Science ବା IIAS for which period? ଭାରତକୁ କେଉଁ ସମୟ ପାଇଁ ଆନ୍ତର୍ଜାତୀୟ ପ୍ରଶାସନିକ ବିଜ୍ଞାନ ସଂସ୍ଥାନ ବା IIAS ର ପ୍ରଶାସନ ପରିଷଦର ସଭାପତି ଭାବରେ ନିର୍ବାଚିତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି 2025 and 2028। ପରବର୍ତ୍ତୀ ପ୍ରଶ୍ନ, in which year has the government of India approved to conduct the census along with the caste census? ଭାରତ ସରକାର କେଉଁ ବର୍ଷ ଜାତି ଜନଗଣନା ସହିତ ଜନଗଣନା କରିବାକୁ ଅନୁମୋଦନ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 2027। ପରବର୍ତ୍ତୀ ପ୍ରଶ୍ନ, in which state ରାଜୀବ ଗାନ୍ଧୀ वन समृद्धन योजना has been launched? କେଉଁ ରାଜ୍ୟରେ ରାଜୀବ ଗାନ୍ଧୀ वन संवर्धन योजना ଆରମ୍ଭ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ହିମାଚଳ ପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, where will the main body of the Rafale fighter jet be made?
ରାଫେଲ ଯୁଦ୍ଧ ବିମାନର ମୁଖ୍ୟ ଅଂଶ କେଉଁଠାରେ ତିଆରି ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ହାଇଦ୍ରାବାଦ। ପରବର୍ତ୍ତୀ ପ୍ରଶ୍ନ, which person picture has been removed from the new currency note of Bangladesh? ବାଂଲାଦେଶର ନୂତନ ଟଙ୍କା ନୋଟରୁ କେଉଁ ବ୍ୟକ୍ତିଙ୍କ ଫଟୋ ହଟେଇ ଦିଆଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଶେଖ୍ ମୁଜିବର ରେହମାନ। ପରବର୍ତ୍ତୀ ପ୍ରଶ୍ନ, which member country has become the Nicaragua to adopt the World Trade Organization WTO Fisheries Subsidy Agreement? ନିକାରାଗୁଆ ବିଶ୍ୱ ବାଣିଜ୍ୟ ସଂଗଠନ WTO ମତ୍ସ୍ୟ ସବସିଡି ଚୁକ୍ତିନାମା ଗ୍ରହଣ କରିବା ପାଇଁ କେଉଁ ସଦସ୍ୟ ଦେଶ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 101। ପରବର୍ତ୍ତୀ ପ୍ରଶ୍ନ, the United States has banned the entry of citizens of how many country? ଆମେରିକା କେତୋଟି ଦେଶରେ ନାଗରିକଙ୍କ ପ୍ରବେଶକୁ ନିଷେଧ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 12 countries। ପରବର୍ତ୍ତୀ ପ୍ରଶ୍ନ, who has been appointed as the new director of Prime Minister Museum and Library? ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାରର ନୂତନ ନିର୍ଦ୍ଦେଶକ ଭାବରେ କାହାକୁ ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଅଶ୍ୱିନୀ ଲୋହାନୀ। ପରବର୍ତ୍ତୀ ପ୍ରଶ୍ନ, which state government has launched the ବନ୍ଦେ ଗଙ୍ଗା water conservation campaign on World Environment Day 2025? କେଉଁ ରାଜ୍ୟ ସରକାର 2025 ବିଶ୍ୱ ପରିବେଶ ଦିବସରେ ବନ୍ଦେ ଗଙ୍ଗା ଜଳ ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ, ଇଣ୍ଡିଆ has been elected to the UN's Economic and Social Council for which term? ଭାରତ କେଉଁ କାର୍ଯ୍ୟକାଳ ପାଇଁ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦକୁ ନିର୍ବାଚିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି 2026 ଏବଂ 2028। ପରବର୍ତ୍ତୀ ପ୍ରଶ୍ନ, who has won the Spanish Grand Prix 2025? କିଏ 2025 ସ୍ପାନିଶ ଗ୍ରାଣ୍ଡ ପ୍ରିକ୍ସ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଅସ୍କାର ପିଆଷ୍ଟ୍ରି। ପରବର୍ତ୍ତୀ ପ୍ରଶ୍ନ, what is the name of the investor centric portal recently launched by the Minister of Ayush? ଆୟୁଷ ମନ୍ତ୍ରାଳୟ ଦ୍ୱାରା ସମ୍ପ୍ରତି ଆରମ୍ଭ ହୋଇଥିବା ନିବେଶକ କୈନ୍ଦ୍ରିକ ପୋର୍ଟାଲର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଆୟୁଷ ଉଦ୍ୟୋଗ ବନ୍ଧୁ। ପରବର୍ତ୍ତୀ ପ୍ରଶ୍ନ, which state government has established the Greater Flamingo Sanctuary? କେଉଁ ରାଜ୍ୟ ସରକାର ଗ୍ରେଟର ଫ୍ଲାମିଙ୍ଗୋ ଅଭୟାରଣ୍ୟ ପ୍ରତିଷ୍ଠା କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ତାମିଲନାଡୁ। ପରବର୍ତ୍ତୀ ପ୍ରଶ୍ନ, ପ୍ରାଇମ ମିନିଷ୍ଟର୍ସ ଏମ୍ପ୍ଲୟମେଣ୍ଟ ଜେନେରେସନ ପ୍ରୋଗ୍ରାମ ବା PMEGP is a credit linked subsidy scheme managed by which ministry? ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ କେଉଁ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏକ କ୍ରେଡିଟ ଲିଙ୍କ ସବସିଡି ଯୋଜନା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମିନିଷ୍ଟ୍ରି ଅଫ ମାଇକ୍ରୋ ସ୍ମଲ୍ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍। ପରବର୍ତ୍ତୀ ପ୍ରଶ୍ନ, ଦ ମିନିଷ୍ଟ୍ରି ଅଫ ସୋସିଆଲ ଜଷ୍ଟିସ ଆଣ୍ଡ ଏମ୍ପାୱାରମେଣ୍ଟ ଲଞ୍ଚଡ ଦ ୱେଷ୍ଟ ପିକର ଏନୁମେରେସନ ଆପ୍ ଅଣ୍ଡର ହୁଇଚ୍ ସ୍କିମ୍? ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ କେଉଁ ଯୋଜନା ଅଧୀନରେ ବର୍ଜ୍ୟବସ୍ତୁ ପିକର ଗଣନା ଆପ୍ ଲଞ୍ଚ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ନମସ୍ତେ ସ୍କିମ୍। ପରବର୍ତ୍ତୀ ପ୍ରଶ୍ନ, what is the name of the plant recently planted by the Prime Minister on World Environment Day? ବିଶ୍ୱ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଦ୍ୟ ରୋପଣ କରାଯାଇଥିବା ଗଛର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ସିନ୍ଦୁର। ପରବର୍ତ୍ତୀ ପ୍ରଶ୍ନ, in the bi-monthly monetary policy of June 2025, RBI has reduced the repo rate to how much? ଜୁନ 2025 ର ଦ୍ୱିମାସିକ ମୁଦ୍ରାନୀତିରେ RBI ରେପୋ ହାରକୁ କେତେ ହ୍ରାସ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 5.50%। ପରବର୍ତ୍ତୀ ପ୍ରଶ୍ନ,
When was World Food Safety Day celebrated? ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି 6 ଜୁନ। ପରବର୍ତ୍ତୀ ପ୍ରଶ୍ନ। Which state government has launched Bande Ganga Water Conservation Campaign on World Environment Day? କେଉଁ ରାଜ୍ୟ ସରକାର 2025 ବିଶ୍ୱ ପରିବେଶ ଦିବସରେ ବନ୍ଦେ ଗଙ୍ଗା ଜଳ ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ। Which state government has launched the Single Use Plastic Challan mobile app? କେଉଁ ରାଜ୍ୟ ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଚାଲାଣ ମୋବାଇଲ ଆପ୍ ଲଞ୍ଚ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ହିମାଚଳ ପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ। Who has Dettol made its brand ambassador? କିଏ ଡେଟଲର ବ୍ରାଣ୍ଡ ଆମ୍ବାସିଡର ଭାବରେ ନାମିତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ MS ଧୋନି। ପରବର୍ତ୍ତୀ ପ୍ରଶ୍ନ। Which country will host the BRICS Summit 2026? କେଉଁ ଦେଶ 2026 ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ। Who has won the France Open 2025 Women Single title? କିଏ ଫ୍ରାନ୍ସ ଓପନ 2025 ମହିଳା ସିଙ୍ଗଲ ଟାଇଟଲ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି କୋକୋ ଗାଉଫ। ପରବର୍ତ୍ତୀ ପ୍ରଶ୍ନ। Who will represented India at the G7 summit to be held in Canada recently? କାନାଡାରେ ସମ୍ପ୍ରତି ଅନୁଷ୍ଠିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ କିଏ ଭାରତକୁ ପ୍ରତିନିଧିତ୍ୱ କରିବେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ନରେନ୍ଦ୍ର ମୋଦି। ପରବର୍ତ୍ତୀ ପ୍ରଶ୍ନ। When is World Oceans Day celebrated? ବିଶ୍ୱ ମହାସାଗର ଦିବସ କେବେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି 8 ଜୁନ। ପରବର୍ତ୍ତୀ ପ୍ରଶ୍ନ। Who has been appointed as a part-time member of the 16 Finance Commission? ଷୋଡ଼ଶ ଅର୍ଥ କମିଶନର କାହାକୁ ଅଂଶକାଳୀନ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ଟି ରବିଶଙ୍କର। ପରବର୍ତ୍ତୀ ପ୍ରଶ୍ନ। How many people have came out of extreme poverty in India from 2011 and 12 to 2022 and 23 as per the World Bank report? ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ 2011-12ରୁ 2022 ପର୍ଯ୍ୟନ୍ତ ଭାରତରେ କେତେ ଲୋକ ଅତ୍ୟନ୍ତ ଦରିଦ୍ର ସୀମାରୁ ବାହାରି ଆସିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି 269 ମିଲିୟନ। ପରବର୍ତ୍ତୀ ପ୍ରଶ୍ନ। Who has won the ICC Men's Player of the Month May 2025 award? କିଏ ମେ ମାସର ଆଇସିସି ପୁରୁଷ ଖେଳାଳି 2025 ପୁରସ୍କାର ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ମହମ୍ମଦ ୱାସିମ। ପରବର୍ତ୍ତୀ ପ୍ରଶ୍ନ। Researchers from which institute have discovered evidence of human settlement dating back to 5000 years ago from Harappa in Kutch, ଗୁଜରାଟ? ଗୁଜରାଟର କଚ୍ଛର ହରପ୍ପାରୁ 5000 ବର୍ଷ ପୂର୍ବେ ମାନବ ବସତିର ପ୍ରମାଣ କେଉଁ ପ୍ରତିଷ୍ଠାନର ଗବେଷକମାନେ ଆବିଷ୍କାର କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି IIT ଗାନ୍ଧୀନଗର। ପରବର୍ତ୍ତୀ ପ୍ରଶ୍ନ। Who has won the men's title in Norway Chess 2025? ନରୱେ ଚେସ୍ 2025ରେ ପୁରୁଷ ବର୍ଗ ଟାଇଟଲ କିଏ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଉତ୍ତର ହେବ ଅପସନ ବି ଡି ଗୁକେଶ।
ପରବର୍ତ୍ତୀ ପ୍ରଶ୍ନ ଦାଜି ପାଂସିକର was an eminent scholar, writer and thinker of which field who has passed away recently? ଦାଜି ପାଂସିକର କେଉଁ କ୍ଷେତ୍ରର ଜଣେ ପ୍ରସିଦ୍ଧ ବିଦ୍ୱାନ ଲେଖକ ଏବଂ ଚିନ୍ତକ ଥିଲେ ଯାହାଙ୍କର ନିକଟରେ ଦେହାନ୍ତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ମାରାଠୀ লিটারেচার। পরবর্তী প্রশ্ন where was the fourth India Central Asia Dialogue held? ଚତୁର୍ଥ ଭାରତ ମଧ୍ୟ ଏସିଆ ଆଲୋଚନା କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ନ୍ୟୁଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ who has recently received the most influential environment award? ସମ୍ପ୍ରତି କିଏ ସବୁଠାରୁ ପ୍ରଭାବଶାଳୀ ପରିବେଶବାଦୀ ପୁରସ୍କାର ପାଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଆଚାର୍ଯ୍ୟ ପ୍ରଶାନ୍ତ। ପରବର୍ତ୍ତୀ ପ୍ରଶ୍ନ what is the name of the new postal service launched by the Department of Post for Educational Material Delivery? ଡାକ ବିଭାଗ ଦ୍ୱାରା ଶିକ୍ଷାଗତ ସାମଗ୍ରୀ ବିତରଣ ପାଇଁ ଆରମ୍ଭ କରାଯାଇଥିବା ନୂତନ ଡାକ ସେବାର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ଜ୍ଞାନ ପୋଷ୍ଟ। ପରବର୍ତ୍ତୀ ପ୍ରଶ୍ନ which organization has released the report titled State and Trends of Carbon Pricing 2025? କେଉଁ ସଂଗଠନ ଷ୍ଟେଟ୍ ଆଣ୍ଡ ଟ୍ରେଣ୍ଡସ୍ ଅଫ୍ କାର୍ବନ ପ୍ରାଇସିଂ 2025 ଶୀର୍ଷକ ରିପୋର୍ଟ ପ୍ରକାଶ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ ୱାର୍ଲଡ ବ୍ୟାଙ୍କ। ପରବର୍ତ୍ତୀ ପ୍ରଶ୍ନ ଲେକ୍ ନେଟ୍ରନ୍ that was recently seen in news is located on the border of which two countries? ସମ୍ପ୍ରତି ଖବରରେ ଦେଖାଯାଇଥିବା ନାଟ୍ରନ୍ ହ୍ରଦ କେଉଁ ଦୁଇଟି ଦେଶର ସୀମାରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ତାଞ୍ଜାନିଆ ଆଣ୍ଡ କେନିଆ। ପରବର୍ତ୍ତୀ ପ୍ରଶ୍ନ which organization has developed the ରୁଦ୍ରାସ୍ତ୍ର a hybrid vertical take-off and landing বা VTOL unmanned aerial vehicle? କେଉଁ ସଂଗଠନ ରୁଦ୍ରାକ୍ଷ ବିକଶିତ କରିଛି ଯାହା ଏକ ହାଇବ୍ରିଡ ଭର୍ଟିକାଲ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ମାନବବିହୀନ ବିମାନ ଯାନ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ ଲିମିଟେଡ ବା SDAL। ପରବର୍ତ୍ତୀ ପ୍ରଶ୍ନ which day is observed as International Albinism Awareness Day ବା IAAD every year? ପ୍ରତିବର୍ଷ କେଉଁ ଦିନକୁ ଆନ୍ତର୍ଜାତୀୟ ଆଲବିନିଜମ ସଚେତନତା ଦିବସ ଭାବରେ ପାଳନ କରାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ 13 ଜୁନ। ପରବର୍ତ୍ତୀ ପ୍ରଶ୍ନ Traffic Initiative is launched under which scheme? ଟ୍ରାଫିକ ପଦକ୍ଷେପ କେଉଁ ଯୋଜନା ଅଧୀନରେ ଆରମ୍ଭ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ପରବର୍ତ୍ତୀ ପ୍ରଶ୍ନ Recently the Eurasian otter was spotted in which region of India after 30 years? ସମ୍ପ୍ରତି 30 ବର୍ଷ ପରେ ଭାରତର କେଉଁ ଅଞ୍ଚଳରେ ୟୁରେସିଆନ ଅଟର ଦେଖାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ କାଶ୍ମୀର ଭିଲ୍ଲେ। ପରବର୍ତ୍ତୀ ପ୍ରଶ୍ନ What kind of disorder is turtle syndrome that was recently seen in news? ସମ୍ପ୍ରତି ଖବରରେ ଦେଖାଯାଇଥିବା ଟରେଟ୍ ସିଣ୍ଡ୍ରୋମ କେଉଁ ପ୍ରକାରର ବ୍ୟାଧି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି neurological disorder। ପରବର୍ତ୍ତୀ ପ୍ରଶ୍ନ which organization has released the report titled Review of the State of World Marine Fisheries Resources 2025? କେଉଁ ସଂଗଠନ ବିଶ୍ୱ ସାମୁଦ୍ରିକ ମତ୍ସ୍ୟ ସମ୍ପଦର ସ୍ଥିତି 2025 ଶୀର୍ଷକ ରିପୋର୍ଟ ପ୍ରକାଶ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ। ପରବର୍ତ୍ତୀ ପ୍ରଶ୍ନ ସମ୍ପ୍ରତି ଖବରରେ ଦେଖାଯାଇଥିବା ବନାସ ନଦୀ କେଉଁ ରାଜ୍ୟରେ ଅବସ୍ଥିତ? ବନାସ river that was recently seen in news is located in which state? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ
Where was the third ୟୁନାଇଟେଡ୍ ନେସନ୍ସ ଓସିଆନ୍ କନଫରେନ୍ସ ହେଲ୍ଡ? ତୃତୀୟ ଜାତିସଂଘ ମହାସାଗର ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଫ୍ରାନ୍ସ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିନ୍ ଆପଏଣ୍ଟେଡ୍ ଆଜ୍ ଦ ଗ୍ଲୋବାଲ ଆମ୍ବାସଡର ଫର ଇ ସ୍ପୋର୍ଟସ ୱାର୍ଲଡ କପ୍ 2025? 2025 ଇ ସ୍ପୋର୍ଟସ ବିଶ୍ୱକପ ପାଇଁ ଗ୍ଲୋବାଲ ଆମ୍ବାସଡର ଭାବରେ କାହାକୁ ନିଯୁକ୍ତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଲିଓନେଲ ମେସି। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ଓନ୍ ଦ ଟାଇଟଲ ଅଫ୍ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ 2025? ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ 2025 ର ଟାଇଟଲ କିଏ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ସାଉଥ ଆଫ୍ରିକା। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ରିଟେନ୍ ଦ ବୁକ୍ ଟାଇଟଲ କାଶ୍ମୀର ଇନ୍ସୁରେନ୍ସ ଇନ୍ Deconstructing the State Response Revisiting 1989 to 19? କାଶ୍ମୀର ବିଦ୍ରୋହ ବା ଡିକନଷ୍ଟ୍ରିଂ ଦି ଷ୍ଟେଟ୍ ରେସ୍ପନ୍ସ ରିଭିଜିଟିଂ 1989 ରୁ 90 ଶୀର୍ଷକ ପୁସ୍ତକ କିଏ ଲେଖିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଯୋଗେନ୍ଦ୍ର କାନ୍ଧାରୀ। ପରବର୍ତ୍ତୀ ପ୍ରଶ୍ନ, who has who is the Indian origin person who become the president of the American Medical Association? ଆମେରିକୀୟ ମେଡିକାଲ ଆସୋସିଏସନର ସଭାପତି ହୋଇଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି କିଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଡକ୍ଟର ଶ୍ରୀନିବାସ ମୁକାୱାଲା। ପରବର୍ତ୍ତୀ ପ୍ରଶ୍ନ, which new motto has been adopted by the ଲୋକପାଲ of India? ଭାରତର ଲୋକପାଳ କେଉଁ ନୂତନ ମୂଳମନ୍ତ୍ର ଗ୍ରହଣ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଏମ୍ପାୱାର ସିଟିଜେନ ଏକ୍ସପୋଜ କରପସନ। ପରବର୍ତ୍ତୀ ପ୍ରଶ୍ନ, in which state ଥାଲିକ ବନ୍ଦନାମ ସ୍କିମ୍ has been launched? କେଉଁ ରାଜ୍ୟରେ ଥାଲିକି ବନ୍ଦନାମ ଯୋଜନା ଆରମ୍ଭ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଆନ୍ଧ୍ରପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, extend trajectory long duration hypersonic cruise missile has been developed by whom? ହାଇପରସୋନିକ କ୍ରୁଜ କ୍ଷେପଣାସ୍ତ୍ର କାହା ଦ୍ୱାରା ବିକଶିତ ହୋଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଡିଆରଡିଓ। ପରବର୍ତ୍ତୀ ପ୍ରଶ୍ନ, which famous classical dancer has been honored with the ଶ୍ରୀମନ୍ତ ଶଙ୍କରଦେବ ଆୱାର୍ଡ 2023? କେଉଁ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କୁ ଶ୍ରୀମନ୍ତ ଶଙ୍କରଦେବ ପୁରସ୍କାର 2023 ରେ ସମ୍ମାନିତ କରାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ସୋନାଲ ମାନସିଂ। ପରବର୍ତ୍ତୀ ପ୍ରଶ୍ନ, to which country has the government of India stopped the export of rare earths? କେଉଁ ଦେଶକୁ ଭାରତ ସରକାର ବିରଳ ମାଟିର ରପ୍ତାନି ବନ୍ଦ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଜାପାନ। ପରବର୍ତ୍ତୀ ପ୍ରଶ୍ନ, which countries will PM ମୋଦି visit during his 5-day foreign visit? ପ୍ରଧାନମନ୍ତ୍ରୀ ମୋଦି ତାଙ୍କର 5 ଦିନିଆ ବିଦେଶୀ ଗସ୍ତରେ କେଉଁ ଦେଶ ଗସ୍ତ କରିବେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ସାଇପ୍ରସ୍, କାନାଡା, କ୍ରୋଏସିଆ। ପରବର୍ତ୍ତୀ ପ୍ରଶ୍ନ, which medal has won by Sipat Kaur Samra in the ISSF World Cup 2025? ISSF ବିଶ୍ୱକପ 2025 ରେ ସପିତ କୌର ସମରା କେଉଁ ପଦକ ଜିତିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ବ୍ରୋଞ୍ଜ ମେଡାଲ। ପରବର୍ତ୍ତୀ ପ୍ରଶ୍ନ, the fourth United Nations Ocean Conference by UNOC for
will be hosted by which countries in 2028? 2028 ମସିହାରେ କେଉଁ ଦେଶମାନଙ୍କ ଦ୍ୱାରା ଚତୁର୍ଥ ଜାତିସଂଘ ମହାସାଗର ସମ୍ମିଳନୀ ଆୟୋଜନ କରାଯିବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଚାଇନା ଆଣ୍ଡ ସାଉଥ କୋରିଆ।